ତୁମ ନିଜ ଆଖପାଖର ଲୋକଙ୍କ ଉପରେ ଏବଂ ଚାରିପାଖରେ ଘଟୁଥିବା ଘଟଣାଗୁଡ଼ିକୁ ତୁମେ କଦାପି ନିୟନ୍ତ୍ରଣ କରିପାରିବ ନାହିଁ, କିନ୍ତୁ ତୁମର ନିଜ ମନ ଉପରେ ଏବଂ ନିଜର କର୍ମ ଉପରେ ନିୟନ୍ତ୍ରଣ ରଖିବା ତୁମ ପାଇଁ ସର୍ବଦା ସମ୍ଭବ ଅଟେ। ତେଣୁ ଯଦି ତୁମେ କେବଳ ସେସବୁ ପ୍ରତି ଧ୍ୟାନ ଦେବ, ତେବେ ଜୀବନ ସ୍ୱୟଂଚାଳିତ ଭାବରେ ସରଳ ହୋଇଯିବ, ବହୁତ ସହଜ ହୋଇଯିବ। ସିଏ କ'ଣ କହିଲା, ସିଏ କ'ଣ କରୁଛି, ଏସବୁ ବୃଥା ଅଟେ। କେବଳ ମୂଲ୍ୟବାନ ହେଉଛି ତୁମ ନିଜର ଚିନ୍ତାଧାରା ଏବଂ କର୍ମ ଉପରେ ନିୟନ୍ତ୍ରଣ ରଖିବା। ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ନିଜ ନିଜର ବୁଦ୍ଧି ମଧ୍ୟ ଅଛି। ଯଦି ତୁମେ ସେମାନଙ୍କ ସହିତ ଯୁକ୍ତିତର୍କ କର, ତେବେ ତୁମର ମୂଲ୍ୟବାନ ସମୟ ବ୍ୟର୍ଥ ହେବ ବା ନଷ୍ଟ ହେବ। କିନ୍ତୁ ଯଦି ତୁମେ ମୋର ଏହି ପରାମର୍ଶକୁ ଅନୁସରଣ କର, ତେବେ ତୁମେ ଆହୁରି ଅଗ୍ରଗତି କରିବ। ମୋର କିଛି ପିଲାଙ୍କୁ ସଙ୍ଗୀତ ପ୍ରତି ରୁଚି ରହିଛି, ତେଣୁ ଆଗକୁ ବଢ଼ ଏବଂ ଶିଖ। ମୋର ଆଶୀର୍ବାଦ ତୁମ ସହିତ ଅଛି। ସଙ୍ଗୀତ ଶିଖ ଏବଂ ସଙ୍ଗୀତ ପ୍ରତି ତୁମର ଭଲ ପାଇବାକୁ ପରିପୂର୍ଣ୍ଣ କର। ହଁ, ମୋ ପାଇଁ ମଧ୍ୟ ଭଜନ ଗାଇବ, ମୋତେ ଭଲ ଲାଗିବ। ଖୁସିରେ ରୁହ। ଓମ୍ ସାଇରାମ, ଜୟ ସାଇରାମ।